ଛଅ ମାଣ ଆଠ ଗୁଣ୍ଠ ର ଏଇଟା ହେଉଛି ନବସାକ୍ଷରଙ୍କ ଛଅ ମାଣ ଆଠ ଗୁଣ୍ଠ। ଛଅ ମାଣ ଆଠ ଗୁଣ୍ଠର ଲେଖକ ଫକୀରମୋହନ ସେନାପତି। ଏହାର ପୁନଃ ଲେଖନ ଓ ସଂକ୍ଷିପ୍ତୀକରଣ କରିଛନ୍ତି ଦାଶ ବେନୁହର ଓ ଜୟନ୍ତ କୁମାର ବିଶ୍ୱାଳ। ଛଅ ମାଣ ଆଠ ଗୁଣ୍ଠ। କଟକ ଜିଲ୍ଲାରେ ଗୋଟିଏ ଗାଁ ଗୋବିନ୍ଦପୁର। ଗୋବିନ୍ଦପୁର ଏବଂ ତା ପାଖାପାଖି ଆଉ ଚାରିଖଣ୍ଡ ଗାଁକୁ ନେଇ ଫତେପୁର ସରଷଣ୍ଢ ଜମିଦାରୀ। ତାର ଜମିଦାର ଥିଲେ ରାମଚନ୍ଦ୍ର ମଙ୍ଗରାଜ। ମଙ୍ଗରାଜ ଉପରକୁ ଦେଖିବାକୁ ଅତି ଧର୍ମପରାୟଣ ଲୋକ। ଏକାଦଶୀ ଦିନ ପୁରା ଉପାସ। ବ୍ରାହ୍ମଣ ଭୋଜନ ନ କରେଇଲେ ନିଜେ କିଛି ବି ଛୁଅନ୍ତି ନାହିଁ। ମାତ୍ର ମଙ୍ଗରାଜଙ୍କର ବୋଲକରା ଜଗା ଭଣ୍ଡାରୀ ଦିନେ କହିବା ଶୁଣାଯାଇଥିଲା ଯେ ପ୍ରତି ଏକାଦଶୀ ଦିନ ସଞ୍ଜବେଳେ ସାଆନ୍ତଙ୍କ ଶୋଇବା ଘରେ ସେରେ ଦୁଧ, ଦିଶୁ ଖଇ, ନବାତ, ପାଚିଲା କଦଳୀ ରଖାଯାଇଥାଏ। ଖଇ ଅର୍ଥାତ୍ ଚୁଡ଼ା। ସେ ତା ଆରଦିନ ବଡ଼ି ସକାଳେ ଖାଲି ବାସନ ମାଜେ। ଭୋଜନ ବେଳେ ମଙ୍ଗରାଜେ ଅତିଥି ବ୍ରାହ୍ମଣମାନଙ୍କୁ ନିଜେ ବାଢ଼ି କରି ଦିଅନ୍ତି। ଥରେ ପତ୍ରରେ କିଛି କିଛି ଚୁଡ଼ା ଓ ଗୁଡ଼ ଲଗେଇ ଦେଇ ବଡ଼ ପାଟିରେ ହାତ ଯୋଡ଼ି କହନ୍ତି, ଗୋସାଇଁମାନେ, କହିବା ହେଉ ଆଉ କିଛି ଲୋଡ଼ା କି ନାହିଁ। ଢେର ଜଳପାନ, ଢେର ଗୁଡ଼ ଅଛି। ମାତ୍ର ମୁଁ ଜାଣେ ଆପଣମାନଙ୍କ ଆଖି ବଡ଼, ପେଟ ସାନ। ଆପଣମାନଙ୍କ ପେଟକୁ ବଳି ପଡ଼ିଲାଣି। କଥା କହିବାରେ ମଙ୍ଗରାଜେ ବେଶ୍ ପାରିବାର। ଫିକର କରି ଅନ୍ୟର ଜମିବାଡ଼ି ହାସଲ କରିବାରେ ସେ ମଧ୍ୟ ସେମିତି। ନିଜ ମାଉସୀ ପୁଅ ଭାଇ ଶ୍ୟାମ ମଲ୍ଲକୁ ସେ କଥା କହିବାରେ ମଙ୍ଗରାଜେ ବେଶ୍ ପାରିବାର। ଫିକର କରି ଅନ୍ୟର ଜମିବାଡ଼ି ହାସଲ କରିବାରେ ସେ ମଧ୍ୟ ସେମିତି। ନିଜ ମାଉସୀ ପୁଅ ଭାଇ ଶ୍ୟାମ ମଲ୍ଲକୁ ସେ ମଧ୍ୟ ଠକିବାକୁ ପଛେଇ ନ ଥିଲେ। ଶ୍ୟାମ ସହରକୁ ଯାଇ ଥରେ ପିଆଜ ମିଶା କୋବି ଖାଇ ଦେଇଥିଲା। ସେତେବେଳେ ପିଆଜ ଖାଇବା ବାରଣ ଥିଲା। ଲୋକେ ଭାବୁଥିଲେ ପିଆଜ ଖାଇଲେ ଧର୍ମ ଚାଲିଯିବ। ମଙ୍ଗରାଜେ ଏ କଥା ଜାଣିଲେ। ଶ୍ୟାମକୁ ପ୍ରାୟଶ୍ଚିତ୍ତ କରିବାକୁ ହେବ। ବ୍ରାହ୍ମଣ ଭୋଜନ ଏବଂ ଅନ୍ୟ ସବୁ ଖର୍ଚ୍ଚ କରିବାକୁ ପଡ଼ିବ। ଶ୍ୟାମର ଅଭାବ ଥିଲା। ଏଇ ସୁଯୋଗରେ ମଙ୍ଗରାଜେ ମାଣକୁ ମାତ୍ର 5 ଟଙ୍କାରେ ତାର 15 ମାଣ ଜମି ନିଜ ଦଖଲକୁ ନେଇଗଲେ। ଫତେପୁର ସରଷଣ୍ଢ ଜମିଦାରୀ ବି ସେ ସେମିତି ହାସଲ କରିଥିଲେ। ସେତେବେଳେ ଆମ ଓଡ଼ିଶାର ଜମିଦାରୀମାନ କଲିକତାରେ ନିଲାମ ହେଉଥିଲା। ଶେଖ୍ କୋରାମତ ଅଲି ନାମକ ଜଣେ ଥାନା ଦାରୋଗା ଏ ଫତେପୁର ସରଷଣ୍ଢ ଜମିଦାରୀକୁ ନିଲାମରେ କିଣିଥିଲେ। କିଛିଦିନ ପରେ କେରାମତ ଅଲିଙ୍କର ମୃତ୍ୟୁ ହେଲା। ତାଙ୍କର ଗୋଟିଏ ବୋଲି ପୁଅ। ତାଙ୍କ ନାଁ ଦିଲଦାର ମିଆଁ। ମଉଜ ମଜଲିସରେ ମାତି ସେ ବହୁତ ଧନସମ୍ପତ୍ତି ଉଡ଼େଇ ଦେଲେ। ଜମିଦାରୀ ପ୍ରତି ବିଲକୁଲ ନଜର ଦେଲେ ନାହିଁ। ଏଣେ ମଉଜ ପାଇଁ ପଇସା ଦରକାର ପଡ଼ିଲାରୁ ଋଣ କଲେ। ଏତିକିବେଳେ ମଙ୍ଗରାଜ ଦିଲଦାର ମିଆଁଙ୍କ ପାଖରେ ଖଜଣା ଆଦାୟକାରୀ ଭାବେ ଚାକିରି କଲେ। ମାତ୍ର ଲୋକଙ୍କଠାରୁ ଖଜଣା ଅସୁଲ କରି ମଙ୍ଗରାଜ ଦିଲଦାର ମିଆଁକୁ ଜଣାଉଥିଲେ ଯେ ଖଜଣା ଅସୁଲ ହେଉନାହିଁ। ପଇସା ଅଭାବରୁ ଦିଲଦାର ମିଆଁ ମଙ୍ଗରାଜଙ୍କଠାରୁ ଧାର ନେଉଥିଲେ। ଏମିତି ଥରେ ଦିଲଦାର ନିଶା ଖାଇ ଭୋଳ ହୋଇପଡ଼ିଥାନ୍ତି। ଏହି ସୁଯୋଗରେ ମଙ୍ଗରାଜ 30,000 ଟଙ୍କାର ରସିଦଟିଏ ତାଙ୍କଠାରୁ ହସ୍ତଗତ କରିନେଲେ। ସେ ଧାର ଆଉ ଦିଲଦାର ଶୁଝି ପାରିଲେ ନାହିଁ। ଏଣୁ ମଙ୍ଗରାଜ ତାଙ୍କ ଜମିଦାରୀର ମାଲିକ ହୋଇଗଲେ। ଏମିତି ଫିକର କରି ମଙ୍ଗରାଜ
ନିଜ ସମ୍ପତ୍ତି ବଢ଼ାଉଥିଲେ। ତାଙ୍କର ଉଆସକୁ ଲାଗି ଗୋଟିଏ ବଡ଼ ବଗିଚା ଥାଏ। ବଗିଚାରେ ସବୁ ପ୍ରକାରର ଫଳ ଓ ପନିପରିବା ହୁଏ। ସେସବୁ ହାଟକୁ ବିକ୍ରି ପାଇଁ ଯାଏ। ସେଥିପାଇଁ ଜମିଦାର ସାଆନ୍ତଙ୍କର କଡ଼ା ହୁକୁମ ଥାଏ। ତାଙ୍କ ବାଡ଼ିର ପନିପରିବା ବିକ୍ରି ହେଲା ପରେ ଯାଇ ଅନ୍ୟମାନଙ୍କର ବିକ୍ରି ହେବ। ଜମିଦାରଙ୍କ କଥା ଅନ୍ୟଥା କରିବ କିଏ? ଗରିବ ଲୋକମାନଙ୍କର ପରିବା ବିକ୍ରି ନ ହେଉଣୁ ତାଙ୍କର ଆଗ ବିକ୍ରି ହୋଇଯାଏ। ମଙ୍ଗରାଜଙ୍କ ପାଖରେ ଯେଉଁ ହଳିଆ ଥିଲା ସେମାନଙ୍କ ଅବସ୍ଥା କହିଲେ ନ ସରେ। ଝଡ଼ି ବର୍ଷା ଖରା ଯାହା ହେଉ ପାହାନ୍ତରୁ ଉଠି କାମ କରିବେ। ଖରାବେଳେ ଭୋକରେ ହଳିଆ ଫେରିଲେ ପରେ ମଙ୍ଗରାଜ ବ୍ୟସ୍ତ ହେଲାପରି ଡକା ପକାଇବେ, ଆରେ ତୋରାଣି ଆଣ, ଏମାନଙ୍କ ତଣ୍ଟି ଶୁଖିଯାଉଛି। ରୋଷେଇଆ ତୋରାଣି କଂସାରେ ଢାଳି ଦେଇଯାଏ। ତାପରେ ଭାତ ଲାଗେ। କିନ୍ତୁ ତୋରାଣି ପିଇସାରି ଭାତ ଖାଇବାକୁ କାହା ପେଟରେ ଆଉ ସେତେ ଜାଗା ଥାଏ ଯେ? ଏମିତି ନାନା କୂଟକପଟରେ ମଙ୍ଗରାଜ ନିଜ ସ୍ୱାର୍ଥକୁ ଠିକ୍ ସମ୍ଭାଳିଥାନ୍ତି। ଦିନେ ସକାଳୁ ସାଆନ୍ତଙ୍କ ହଳିଆ ଜଣେଇଲା, ଆଜ୍ଞା, ଦେଢ଼ମାଣ ବିଲ ରୁଆ ନ ହୋଇ ରହିଗଲା, ତଳି ନିଅଣ୍ଟ। ଦେଢ଼ମାଣ ବିଲ ବାକି ରହିଯିବ? ସାଆନ୍ତେ ଅଣ୍ଟାରେ ଗାମୁଛା ଭିଡ଼ି ବଡ଼ ତାଳପତ୍ର ଛତାଟି ଧରି ବିଲକୁ ବାହାରିଲେ। ଶ୍ୟାମ ଗୋଛାଇତ ତା ବିଲଟି ରୋଇ ସାରିଲାଣି। ମଙ୍ଗରାଜ ଆଗ ତା ସହିତ କିଛି ସମୟ ଦୁଃଖ ସୁଖ ହେଲେ। ତାପରେ ହଠାତ୍ ବିଲ ଆଡ଼େ ଅନେଇ ମୁରବି ପଣିଆ କାଢ଼ି କହିଲେ, ଆରେ ଶ୍ୟାମ, ତୁ କ'ଣ କରିଛୁ? ତୁଟା ନିହାତି ଓଲୁ। ଚାଷ କିଛି ଜାଣୁନାହୁଁ। ଏତେ ଲଗାଲଗି କରି ରୋଇଲେ କ'ଣ ଧାନ ଫଳେ? ଗଛ ଅଧେ ଉପାଡ଼ି ପକା। ଶ୍ୟାମ କହିଲା, ଆଜ୍ଞା, ମୁଁ ତ ସବୁ ବରଷ ଏହିପରି ରୁଏଁ, ସଭିଏ ରୁଅନ୍ତି। ମଙ୍ଗରାଜ ପାଟିକଲେ, ଆରେ ଓଲୁ, ଭଲ କହିଲେ ଶୁଣୁନାହୁଁ? ଆରେ ଗୋବିନ୍ଦା, ଦେଖାଇ ଦେ ତ। ତାଙ୍କ କଥା ସରିଛି କି ନାହିଁ, ଜମିଦାରଙ୍କ ଦୁଇ ଚାକର ଗୋବିନ୍ଦା ଓ ପାଣ୍ଡିଆ ମିଶି ଶ୍ୟାମ କିଆରୀରୁ ଅଧା ତଳି ପଦା କରିଦେଲେ। ସେଇ ତଳି ନେଇ ମଙ୍ଗରାଜ ତାଙ୍କ ବିଲ ଆଡ଼େ ବାହାରିଗଲେ। ମଙ୍ଗରାଜ ଯେତିକି ହୁସିଆର, ତାଙ୍କର ତିନି ପୁଅ ସେତିକି ବେପରବାୟ। ଗଞ୍ଜେଇ ଖାଇବା, ତାସ ଖେଳିବା, ଗୋବରା ଚଢ଼େଇ ଧରିବାରେ ସେମାନଙ୍କର ସବୁ ସମୟ ଯାଉଥିଲା। ପୁଅମାନଙ୍କ ପରି ବୋହୂମାନେ ମଧ୍ୟ ଅଳସୁଆମି ଓ ଗପସପ କଳିକଜିଆରେ ଦିନ କଟାଉଥିଲେ। ସମସ୍ତଙ୍କଠାରୁ ଭିନ୍ନ ପ୍ରକୃତିର ଥିଲେ ସାଆନ୍ତାଣୀ, ମଙ୍ଗରାଜଙ୍କ ସ୍ତ୍ରୀ। ସେ ପରର ଦୁଃଖ ଦେଖିଲେ ସହିପାରୁ ନ ଥିଲେ। ଦୁଃଖୀ, ଭିକାରୀ ଯିଏ ଆସିଲେ ତାଙ୍କ ଦୁଆରୁ ଖାଲି ହାତରୁ ଫେରୁ ନ ଥିଲେ। ମଙ୍ଗରାଜଙ୍କ ସବୁ ଖରାପ କାମର ସାଥୀ ଥିଲା ଜଣେ ସ୍ତ୍ରୀ ଲୋକ। ତା ନାଁ ଚମ୍ପା। ତାର ଜାତି କୁଳ କିଛି ଜଣା ନ ଥିଲା। ମଙ୍ଗରାଜଙ୍କ ଉଆସରେ ସେ ଦାସୀ କି ସାଆନ୍ତାଣୀ ତାହା ମଧ୍ୟ କେହି ଜାଣିପାରୁ ନ ଥିଲେ। ଉଆସରେ ସାଆନ୍ତାଣୀଙ୍କ ଅପେକ୍ଷା ତାର ହୁକୁମ ବେଶି ଚାଲୁଥିଲା। ହଳିଆ, ମୂଳିଆ, କଚେରିର ଲୋକମାନେ ତା ପାଖରେ ହାତ ଯୋଡ଼ୁଥିଲେ। ସେ ଥିଲା ସାଆନ୍ତଙ୍କ ଡାହାଣ ହାତ। ତାର ସ୍ୱଭାବ ଯେପରି ନିଷ୍ଠୁର, ରୂପ ଥିଲା ସେପରି ଭୟଙ୍କର। ଛାମୁଦାନ୍ତ ଦୁଇଟି ତାର ବାହାଡା। ଗୋଟିକ ଉପରେ ଗୋଟିଏ ଦାନ୍ତ ଟେକି ହୋଇ ରହିଥାଏ ପର୍ବତର ଶୃଙ୍ଗ ପରି। ପାନରେ ଓଠ ଲାଲ କରି ଆଖିରେ କଜ୍ୱଳ, ଦେହରେ ତେଲ ଓ ହଳଦୀ ଲଗେଇ ଯେତେବେଳେ ଚମ୍ପା ଦୁମୁ ଦୁମୁ ହୋଇ ଚାଲି ଯାଉଥିଲା, ଗାଁ ଲୋକେ ସବୁ ଡରି ଯାଉଥିଲେ। ସେହି ଗାଁରେ ତନ୍ତୀ ସାହିରେ ଗୋଟିଏ ପରିବାର ରହୁଥିଲେ, ଭଗିଆ ଓ ତା ସ୍ତ୍ରୀ ସାରିଆ। ଭଗିଆ ବଡ଼ ସାଧାସିଧା ଲୋକ, କୂଟକପଟ କିଛି ଜାଣେ ନାହିଁ। ସେ ଯେପରି, ତା ସ୍ତ୍ରୀ ମଧ୍ୟ ସେହିପରି। ଦୁଇଜଣଙ୍କ ଭିତରେ ଗଭୀର ଭାବ। ଭଗିଆ ତନ୍ତ ବୁଣିଲା ବେଳେ ସାରିଆ ସୂତା କାମ କରେ, ଚରଖିରେ ସୂତା ଦିଏ। ସାରିଆ ଭାତ ରାନ୍ଧିଲା ବେଳେ ଭଗିଆ ଚୁଲି ଫୁଙ୍କେ, ପାଣି ଆଣିଦିଏ।
ଏମିତି ସେମାନେ ସବୁ କାମ ମିଳିମିଶି କରନ୍ତି। ସେ ଦୁହିଁଙ୍କର କିନ୍ତୁ ଗୋଟିଏ ବଡ଼ ଅଭାବ ଥିଲା। ସେମାନଙ୍କର ପିଲାଝିଲା ନଥିଲେ। ସେଥିପାଇଁ ସାରିଆ ତା'ର ସବୁ ଆଦରକୁ ନେତ ବୋଲି ଗାଈଟି ଉପରେ ଢାଳି ଦେଇଥିଲା। ଦିନରାତି ସେ ତାହା ସହ ଲାଗିଥାଏ। ପଘାରୁ ଫିଟିଲେ ମଧ୍ୟ ନେତ କୁଆଡ଼େ ଯାଏ ନାହିଁ। ସାରିଆ ପାଖେ ପାଖେ ଥାଏ। ଏପରିକି ସାରିଆର ଭାତ କଂସାରେ ନେତ ମୁହଁ ପୂରେଇ ଖାଏ। ସେତେବେଳେ ସାରିଆ ଗେଲରେ ତାକୁ ସରୁ ଚାପୁଡ଼ାଟିଏ ମାରିଦିଏ। ନେତ ଥିଲା ସୁଲକ୍ଷଣୀ ଗାଈଟିଏ। ତା' ମୁଣ୍ଡ ଉପରେ ଥିଲା ଗୋଟିଏ ଚାନ୍ଦ। କ୍ଷୀର ମଧ୍ୟ ଭଲ ଦେଉଥିଲା। ନେତ ଛଡ଼ା ସେ ଦୁଇଜଣଙ୍କର ସମ୍ପତ୍ତି ଥିଲା 6 ମାଣ 8 ଗୁଣ୍ଠ ଜମିଟିଏ। 6 ମାଣ 8 ଗୁଣ୍ଠର ଜମିଟିଏ। ସେଇଟି ଥିଲା ଖୁବ୍ ଉର୍ବର। ସେଥିରୁ ଧୋଇ ମରୁଡ଼ିରେ ବି ଭଲ ଧାନ ହେଉଥିଲା। ତାକୁ ଭାଗରେ ଲଗେଇ ଭଗିଆ ସାରିଆ ଭଲରେ ଚଳି ଯାଉଥିଲେ। ପୁନିଆ ପରବରେ ଭଗିଆ ଜାତିଭାଇମାନଙ୍କୁ ଡାକି ଖାଇବାକୁ ଦେଉଥିଲା। ଦୁଇ ପ୍ରାଣୀ ଖୁସିରେ ଚଳି ଯାଉଥିଲେ। ତଥାପି ସେମାନଙ୍କ ମନ ଭିତରେ ପିଲା ନଥିବାରୁ ଦୁଃଖଟି ରହିଯାଇଥିଲା। ଛୋଟ ଛୋଟ ପିଲାମାନେ ବାହାରେ ଖେଳୁଥିବା ଦେଖିଲେ ସାରିଆର ମା' ମନ କାନ୍ଦି ଉଠୁଥିଲା। ସେ ସବୁଦିନେ ଅସୁର ଦିଘି ପୋଖରୀକୁ ଗାଧୋଇ ଯାଏ। ସେଠାରୁ ଫେରିଲା ବେଳେ ସେ ମଙ୍ଗଳା ଠାକୁରାଣୀଙ୍କ ଉପରେ ପାଣି ଢାଳେ। ଛୁଆଟିଏ ପାଇଁ କେତେ ନେହୁରା ହୁଏ। ଗୋବିନ୍ଦପୁର ଗାଁର ଅସୁର ଦିଘି ପୋଖରୀଟି ଥିଲା ଖୁବ୍ ବଡ଼। ଲୋକେ କୁହନ୍ତି, କାହିଁ କେଉଁ କାଳେ ଅସୁରମାନେ ଏହି ପୋଖରୀ ଖୋଳିଥିଲେ। ଗାଁ ଭିତରୁ ଅସୁର ଦିଘିକୁ ଯିବା ବାଟରେ ଡାହାଣ ପାଖରେ ଗୋଟିଏ ବିରାଟ ବରଗଛ। ମୂଳ ଗଛର ଚିହ୍ନ ନାହିଁ। ମାତ୍ର ତାହାର ଓହଳ ସବୁ ଛନ୍ଦାଛନ୍ଦି ହୋଇ ବିରାଟ ଜାଗା ମାଡ଼ି ବସିଛନ୍ତି। ଲୋକଙ୍କ ବିଶ୍ୱାସ ଏ ସତ୍ୟଯୁଗର ଗଛ। ଗଛ ମୂଳରେ ଗ୍ରାମଦେବତୀ ବୁଢ଼ୀ ମଙ୍ଗଳାଙ୍କ ଆସ୍ଥାନ। ଠାକୁରାଣୀଙ୍କ ବିରାଟ ମୂର୍ତ୍ତି ଉପରେ 4 ଆଙ୍ଗୁଳ ବହଳର ସିନ୍ଦୂର ବୋଳା ହୋଇଥାଏ। ଠାକୁରାଣୀ ଭାରି ପ୍ରତ୍ୟକ୍ଷ। ଗାଁରେ କାହାରି ବିଭାଘର, ପୁଆଣି ଘର, ଦେହ ଖରାପ ବା ମାନସିକ ଥିଲେ ମଙ୍ଗଳା ଠାକୁରାଣୀଙ୍କ ପାଖରେ ପୂଜାପୂଜି ହୁଏ। ଗାଁ ଲୋକଙ୍କର ବିଶ୍ୱାସ, ବୁଢ଼ୀ ଠାକୁରାଣୀଙ୍କୁ ସନ୍ତୁଷ୍ଟ କରିପାରିଲେ ସବୁ ମଙ୍ଗଳ। ଛୁଆ ପାଇଁ ସାରିଆ ଓ ଭଗିଆ କିପରି ହାଇଁ ପାଇଁ ହେଉଛନ୍ତି ଏ କଥା ମଙ୍ଗରାଜ ଓ ଚମ୍ପା ଠିକ୍ ଜାଣିଥିଲେ। ଭଗିଆ ସାରିଆଙ୍କର 6 ମାଣ 8 ଗୁଣ୍ଠ ଜମି ଓ ନେତ ଗାଈ ଉପରେ କେଉଁ ଦିନରୁ ସେମାନଙ୍କର ଲୋଭ ଥିଲା। ସନାରଣା ଗ୍ରାମଦେବୀଙ୍କୁ ପୂଜା କରେ। ମଙ୍ଗରାଜ ଦିନେ ତାକୁ ଲୋଭ ଦେଖାଇ କହିଲେ, ଦେଖ ସନା, ତୋତେ ମୁଁ କହୁଛି, ତୁ ଗୋଟାଏ କାମ କର। ସେ କାମଟା କରିଦେଲେ ତୋତେ ଭଲ ଗହୀର ଜମି 2 ମାଣ ଚଷିବାକୁ ଦେବି, ଆଉ 2 ଟଙ୍କା ଖଜା ଖାଇବାକୁ ଦେବି। ସନା ପଚାରିଲା, କ'ଣ କରିବି? ମଙ୍ଗରାଜ କହିଲେ, ଏହି ଯେ ଭଗିଆ ତନ୍ତୀ ଅଛି, ତା' ମାଇପ ହେଉଛି ସାରିଆ। ପୁଅ ହେବା ପାଇଁ ସେ ପ୍ରତିଦିନ ବୁଢ଼ୀ ମଙ୍ଗଳାଙ୍କ ପାଖରେ ମୁଣ୍ଡିଆ ମାରେ। ତୁ ଯାଇ ତାକୁ କହିବୁ, ଠାକୁରାଣୀ ସ୍ୱପ୍ନରେ କହିଛନ୍ତି ତୁ ପୂଜା ଦେ। ଠାକୁରାଣୀ ଆପେ ତୋ ସାଙ୍ଗରେ କଥା କହିବେ, ଆଉ ତୋତେ ପୁଅ ଦେବେ। ସନା ଯାଇ ତାକୁ ବହୁତ ଥର ଏ କଥା କହିଲା। ଭଗିଆ ଶେଷରେ ରାଜି ହେଲା। ଦିନେ ଶନିବାର ରାତିରେ ମଙ୍ଗରାଜ, ଜଗାବାରିକ, ସନା ଆଉ ଜଣେ ହଳିଆ ମଙ୍ଗରାଜଙ୍କ ନିକଟକୁ ଗଲେ। ମଙ୍ଗରାଜଙ୍କ କହିବା ଅନୁସାରେ ଠାକୁରାଣୀଙ୍କ ଆସ୍ଥାନ ପଛପଟକୁ ତଳେ ବଡ଼ ଗାତଟିଏ ଖୋଳାଗଲା। ତା' ଭିତରେ ଜଗାଭଣ୍ଡାରୀ ଲୁଚି ରହିବା ଠିକ୍ ହେଲା। ଗାତ ମୁହଁକୁ ଡାଳପତ୍ରରେ ଘୋଡ଼େଇ ଦିଆଗଲା। ସନା କହିବା ଅନୁସାରେ ଦିନେ ପୂଜା ପାଇଁ ସାରିଆ ଓ ଭଗିଆ ସକାଳୁ ଉପାସ ରହିଲେ। ଅଧରାତି ବେଳକୁ ଦୁହେଁ ଠାକୁରାଣୀଙ୍କ ପାଖକୁ ଆସି ଧାରଣା ଦେଲେ। ସନା ଠାକୁରାଣୀଙ୍କୁ ସେମାନଙ୍କ ପାଇଁ ପ୍ରାର୍ଥନା କଲା।
ମା ମଙ୍ଗଳା, ସାରିଆକୁ ଆଗେ ବର ଦିଅ। ସେ ଅନେକ ଦିନ ହେଲା ତୁମର ସେବା କରୁଅଛି। ଅନେକ ଲୋକଙ୍କୁ ବର ଦେଲଣି, ଏମାନଙ୍କୁ ବର ଦିଅ। ଜଗାଭଣ୍ଡାରୀ ଗାଡ଼ ଭିତରୁ ଜବାବ ଦେଲା, ଆଲୋ ସାରିଆ, ତୁ ଅନେକ ଦିନ ହେଲା ମୋ ପୂଜା କରୁଛୁ। ପ୍ରତିଦିନ ଗାଧୋଇ ଯିବାବେଳେ ମୋତେ ଜୁହାର ହୋଇଯାଉ, ପାଣି ଚଳାଏ ଦେଉ। ମୁଁ ସେ ପାଣି ପିଏ। ତୋତେ ବର ଦେଉଛି, ତୋର 3 ଗୋଟି ପୁତ୍ର ହେବ, ଆଉ ତୋର ଢେର ଟଙ୍କା ସୁନା ହେବ। ତୁ ମୋ ଦେଉଳ ତୋଳାଇ ଦେ। କାଲି ବଡ଼ି ସକାଳେ ଅଧୁଆ ମୁହଁରେ ଆସିବୁ। ମୋ ପୂଜା ମନ୍ଦାର ଫୁଲ ଯେଉଁଠାରେ ପଡ଼ିଥିବ ତା ତଳ ଖୋଳ। କାଲି ବଡ଼ ସକାଳେ ଅଧୁଆ ମୁହଁରେ ଆସିବୁ। ମୋ ପୂଜା ମନ୍ଦାର ଫୁଲ ଯେଉଁଠାରେ ପଡ଼ିଥିବ ତା ତଳ ଖୋଳିବୁ। ଯାହା ପାଇବୁ ଘରେ ନେଇ ରଖିବୁ। ପ୍ରତିଦିନ ପୂଜା କରିବୁ। ତୋତେ ସେହିପରି ଥଳି ଥଳି ଦେବି। ମୋ ଆଜ୍ଞା ନ ଶୁଣିଲେ ଭଗିଆ ବେକ ମୋଡ଼ିଦେବି। ଭଗିଆ, ସାରିଆ ଠାକୁରାଣୀଙ୍କ ଆଜ୍ଞା ଶୁଣି ଭୟରେ ଥରୁଥାନ୍ତି। ସନା ସେମାନଙ୍କୁ ବୋଧ ଦେଇ ଘରେ ଛାଡ଼ିଦେଇ ଆସିଲା। ତାପରେ ସେ ଓ ଜଗା ମିଶି ମଙ୍ଗରାଜ ଦେଇଥିବା ଗୋଟିଏ ମୋହର ତୁଠ ପାଖରେ ପୋତି ଦେଇ ତା ଉପରେ ମନ୍ଦାର ଫୁଲଟିଏ ଥୋଇ ପଳେଇଗଲେ। ତା ଆରଦିନ ବଡ଼ି ସକାଳୁ ଭଗିଆ, ସାରିଆ ଅଧୁଆ ମୁହଁରେ ତୁଠକୁ ଯାଇ ଦେଖନ୍ତି, ଠାକୁରାଣୀଙ୍କ ପୂଜା ଫୁଲଟିଏ ପଡ଼ିଛି। ତାକୁ ଉଠେଇ ଦେଇ ଦେଖିଲେ ମୋହରଟିଏ। ଭଗିଆ, ସାରିଆଙ୍କର ଆଉ କିଛି ସନ୍ଦେହ ରହିଲା ନାହିଁ। ଦିନେ ଅସୁର ଦିଘି ପୋଖରୀ ତୁଠକୁ ଗାଧୋଇ ଯିବା ବାଟରେ ଚମ୍ପା ସାରିଆକୁ ଭେଟି ଫୁସୁଲେଇଲା, ଦେଖ ସାରିଆ, ବୁଢ଼ୀ ମଙ୍ଗଳା ସବୁର ମୂଳ। ତାଙ୍କ ଆଜ୍ଞାରେ ଦୁନିଆ ଚଳୁଛି, ସଂସାର ଆତଯାତ ହେଉଛି। ତମେ ମଙ୍ଗଳାଙ୍କ ଦେଉଳଟା ବନାଇ ଦିଅ ତ, ଦେଖିବ ତମ ଘର ଲକ୍ଷ୍ମୀ ଭଣ୍ଡାର ହୋଇଯିବ। ସାରିଆ ତୁନି ହୋଇ ଅନେଇ ରହିଲା ଚମ୍ପା ସାଆନ୍ତାଣୀ ଆଡ଼େ। ଚମ୍ପା ପୁଣି ଫୁସୁଲେଇଲା, ଟଙ୍କା ପାଇଁ ଚିନ୍ତା କରନା। ମଙ୍ଗଳାଙ୍କ ନାଁ ଶୁଣିଲେ ଟଙ୍କା କିଏ ନ ଦେବ? ମଙ୍ଗରାଜଙ୍କ କାନରେ ପଡ଼ିଲେ ରାତି ଅଧରେ ଟଙ୍କା ଗଣିଦେବେ। ବେଶି ଟଙ୍କା ଲୋଡ଼ା ନାହିଁ। ତମ 6 ମାଣ 8 ଗୁଣ୍ଠ ଜମି କଣ୍ଟ ଲେଖିଦେବ, ମୁଁ ଟଙ୍କା ଆଣିଦେବି। ସାରିଆ ସେମିତି ବଲ ବଲ ଅନେଇ ରହି ଶୁଣୁଥାଏ। ଚମ୍ପା ପୁଣି କହିଲା, ଦେଖ ସାରିଆ, ଟଙ୍କାରେ କ'ଣ ଅଛି, ସୁନାରେ କ'ଣ ଅଛି? ଟଙ୍କା ସୁନାରେ କେହି ସ୍ୱର୍ଗକୁ ଯାଏ ନାହିଁ। ମୂଳ କଥା ପିଲାଝିଲା। ଯେଉଁ ଘରେ ପିଲା ନାହିଁ ସେ ଘର ତ ଦିନ ଦିପହରେ ଅନ୍ଧାର। ଏମିତି ମରମ କଥା ସବୁ କହି କପଟୀ ଚମ୍ପା ସାରିଆକୁ ବଶ କରିନେଲା। ସାରିଆ ଭଗିଆ ଦୁହେଁ ସନା ପାଖକୁ ଗଲେ। ତାକୁ ଏ ସବୁ କହିଲେ। ସନା କହିବା ଅନୁସାରେ ଭଗିଆ ତାର 6 ମାଣ 8 ଗୁଣ୍ଠ ଜମିକୁ ମଙ୍ଗରାଜଙ୍କ ପାଖରେ ବନ୍ଧକ ରଖି ଟଙ୍କା ନେଲା। ମଙ୍ଗରାଜଙ୍କ ଜାଲରୁ କ'ଣ କିଏ ଖସି ପାରିବ? ପୁଣି ଭଗିଆ ପରି ନିରୀହ ପ୍ରାଣୀ। ଠିକ୍ 6 ମାସ ପରେ ମଙ୍ଗରାଜ ମକଦ୍ଦମା କରି ଭଗିଆର 6 ମାଣ 8 ଗୁଣ୍ଠ ଜମିତକ ନିଜର କରିନେଲେ। ଆଉ ମକଦ୍ଦମା ଖର୍ଚ୍ଚ ବାବଦକୁ ଭଗିଆର ଘରଡିହ ନିଲାମ ହେଲା। ତାକୁ ମଙ୍ଗରାଜ ନିଜେ କିଣିନେଲେ। ତାଙ୍କ କହିବାରେ ହଡ଼ିଆମାନେ ଆସି ଭଗିଆ ଘରକୁ ଭାଙ୍ଗିଦେଇ ତାର ସବୁ ଜିନିଷ ଉଆସକୁ ବୋହି ନେଇଗଲେ। ନେତ ଉପରେ ତ ସେମାନଙ୍କର ଆଗରୁ ଦୃଷ୍ଟି ଥିଲା। ଏଇ ସୁଯୋଗରେ ତାକୁ ମଧ୍ୟ ବାନ୍ଧିନେଲେ। ଜମି, ଘର, ପୁଣି ନେତକୁ ହରେଇ ଭଗିଆ ପୂରା ପାଗଳ ହୋଇଗଲା। ସାରିଆ ମନ ଦୁଃଖରେ ଭାଙ୍ଗି ପଡ଼ିଲା। ସେ ମଙ୍ଗରାଜଙ୍କ ବାଡ଼ିପଟରେ ସବୁବେଳେ ବୁଲୁଥିଲା। ନ ଖାଇ ନ ପିଇ ଖାଲି କାନ୍ଦୁଥିଲା। ମଙ୍ଗରାଜଙ୍କ ସ୍ତ୍ରୀ ସାଆନ୍ତାଣୀ ଏ ସବୁ ଅଧର୍ମ ଦେଖି ସହିପାରୁ ନ ଥିଲେ। କେତେଥର ସ୍ୱାମୀଙ୍କୁ ନେହୁରା ହୋଇ କହିଥିଲେ, ଭଗିଆର ଜମିକୁ ଫେରାଇ ଦିଅ। ମାତ୍ର ତାଙ୍କର କଥା ଶୁଣୁଛି କିଏ? ସ୍ୱାମୀଙ୍କର ଏଇସବୁ ଅନ୍ୟାୟ ଅଧର୍ମ ଦେଖି ଦେଖି ସାଆନ୍ତାଣୀଙ୍କ ମନ ବିଲ୍କୁଲ୍ ଖରାପ ହୋଇଗଲା।
ଦେହ ମଧ୍ୟ ଆସ୍ତେ ଆସ୍ତେ ଖରାପ ହେବାକୁ ଲାଗିଲା। ଗୋବିନ୍ଦପୁରଠାରୁ ପ୍ରାୟ 4 ମାଇଲ ଦୂରରେ ହେଉଛି ରତନପୁର ଗ୍ରାମ। ସେଠି ରହୁଥିଲେ ବାଘସିଂହ ନାମରେ ଗୋଟିଏ ପୁରୁଣା ପାଇକ ପରିବାର। ମଙ୍ଗରାଜଙ୍କର ବାଘସିଂହ ପରିବାର ସହ ବହୁଦିନରୁ ଶତ୍ରୁତା ଥିଲା। ବାଘସିଂହ ଭାଇମାନଙ୍କର ନିଜ ଠେଙ୍ଗା ଉପରେ ହିଁ ବିଶ୍ୱାସ ଥିଲା। ଏଥିପାଇଁ କପଟୀ ମଙ୍ଗରାଜ ଯେତେ ରାଗିଲେ ବି ବାଘସିଂହ ଭାଇମାନଙ୍କୁ ଭାରି ଡରୁଥିଲେ। ଗୋବିନ୍ଦପୁର ଓ ରତନପୁର ଗାଁର ବିଲଗୁଡ଼ିକ ପାଖାପାଖି। ଗୋବିନ୍ଦପୁର ଓ ରତନପୁର ଗାଁର ବିଲଗୁଡ଼ିକ ପାଖାପାଖି। ମଙ୍ଗରାଜଙ୍କର ଗୋରୁ ସବୁବେଳେ ରତନପୁର ଗାଁ ଲୋକଙ୍କ ବିଲରେ ପଶି ଫସଲ ଖାଇଯାଉଥିଲେ। ଦିନେ ମଙ୍ଗରାଜଙ୍କ ଗୋରୁ ବାଘସିଂହଙ୍କ ଜମିର ଫସଲ ନଷ୍ଟ କରିଦେଲା। ବାଘସିଂହ ବଂଶର ସବା ସାନ ଭାଇ ବଳରାମ ମଲ୍ଲ ମଙ୍ଗରାଜଙ୍କୁ ସମସ୍ତଙ୍କ ସାମନାରେ ଗାଳି ଦେଇଥିଲେ। ମଙ୍ଗରାଜ ବାଘସିଂହ ଭାଇମାନଙ୍କର ଠେଙ୍ଗା ଡରରେ ସିନା ପାଟି ଫିଟାଇଲେ ନାହିଁ, କିନ୍ତୁ ସେମିତି ଅହନ୍ତରା ମଙ୍ଗରାଜ ବାଘସିଂହ ଭାଇମାନଙ୍କର ଠେଙ୍ଗା ଡରରେ ସିନା ପାଟି ଫିଟାଇଲେ ନାହିଁ, କିନ୍ତୁ କେମିତି ଅହନ୍ତା ସାଧିବେ ସେହି କଥା ମନ ଭିତରେ ପାଞ୍ଚି ହେଉଥିଲେ। ଆଗରୁ ବାଘସିଂହ ଉଆସରେ ଡମମାନେ ପହରା ଦେଉଥିଲେ। ଏ ଡମମାନେ ବି କିଛି କମ୍ ନଥିଲେ। ମଙ୍ଗରାଜଙ୍କର ଏ ଡମମାନଙ୍କ ଉପରେ ରାଗ ଥିଲା। କିନ୍ତୁ ବଳରେ ତ ସେମାନଙ୍କୁ ପାରି ହେବ ନାହିଁ। ସେ ନାନା ଫିକର କଲେ। ଥାନା ଦାରୋଗାଙ୍କୁ ଲାଞ୍ଚ ଦେଲେ, ଲୋଭ ଦେଖାଇଲେ। ସେ ମିଛ ଚୋରି ମକଦ୍ଦମାରେ ଡମମାନଙ୍କୁ ଜେଲ୍ ପଠାଇଦେଲେ। ବାଘସିଂହ ପରିବାର ଉପରେ ଅସଲି ଆକ୍ରୋଶ ସାଧିବା ଥିଲା ମଙ୍ଗରାଜଙ୍କର ଇଚ୍ଛା। ତା ନ ହେଲେ ତାଙ୍କ ମନ ଓରିମାନ ମେଣ୍ଟିବ କିପରି? ଚମ୍ପା ହିଁ ଏ କାମକୁ ପାରିବ। ଦୁହେଁ ଏଥିପାଇଁ ଲାଗିପଡ଼ିଲେ। ସ୍ନାନପୂର୍ଣ୍ଣମୀ ଦିନ ଓପରି ଓଳି ଖରା ଟାଇଁ ଟାଇଁ ଚାବୁକ ମାରିଲା ପରି ଲାଗୁଥାଏ। ରତନପୁର ଗାଁର ରାସ୍ତା ଶୂନଶାନ୍। ବାଘସିଂହ ଭାଇମାନେ ଘରେ ନାହାନ୍ତି। କେନ୍ଦ୍ରାପଡ଼ା ଯାଇଛନ୍ତି ବଳଦେବଜୀଉଙ୍କ ସ୍ନାନଯାତ୍ରା ଦେଖିବା ପାଇଁ। ଘରେ ଖାଲି ସ୍ତ୍ରୀ ଲୋକ। ଏତିକିବେଳେ ସବାରିଟିଏ ବାଘସିଂହଙ୍କ ଉଆସ ଅଗଣାରେ ଲାଗିଲା। ପଛରେ 5 ଭାର ପାଚିଲା ଆମ୍ବ, ଖଜା, ପଣସ, ପାଚିଲା ଓ କଞ୍ଚା କଦଳୀ ଏମିତି କେତେ କ'ଣ ଜିନିଷ। ଖବର ଗଲା ଉଆସ ଭିତରକୁ। ବାଘସିଂହଙ୍କର ପୁଅ ଚନ୍ଦ୍ରମଣି ଯିଏକି ଡାଳିଯୋଡ଼ାରେ ଗଲା ମକର ମାସରେ ବିବାହ କରିଥିଲେ, ସେଇଠୁ ବୋହୂଙ୍କ ମାଉସୀ ଆସିଛନ୍ତି। ସାଙ୍ଗେ ସାଙ୍ଗେ ବୋହୂ ମାଉସୀଙ୍କୁ ଶଙ୍ଖୁଳିବାରେ ଅନ୍ୟମାନେ ଲାଗିଲେ। ଗାଁ ସାରା ସ୍ତ୍ରୀଲୋକ ଏ ନୂଆ କୁଣିଆ କିଏ ଆସିଛନ୍ତି ତାହା ଦେଖିବା ପାଇଁ ଜମା ହେଲେ। ବୋହୂ ମାଉସୀ ସବୁ ସମୁନ୍ଧୁଣୀଙ୍କୁ ଆଦର କରି କେତେ କଥା କହିଲେ। ଝିଆରୀ ଆସିଲା କ୍ଷଣି ତାକୁ ଧରି କାନ୍ଦିଲେ, କେତେ ଗେଲ କଲେ। ବିଚରା ନୂଆ ବୋହୂଟିଏ ଏ ମାଉସୀକୁ ଚିହ୍ନି ପାରୁ ନ ଥିଲା। ହାତେ ଲମ୍ବର ଓଢ଼ଣା ଭିତରୁ ସେ ମାଉସୀକୁ ଦେଖି ବି ପାରୁ ନଥିଲା। ଯେତେବେଳେ ମାଉସୀ ଏତେ କରି ଆଦର କଲେ, ନୂଆ ବୋହୂଟି ଓଢ଼ଣା ଟିକିଏ ଟେକି ଦେଇ ମାଉସୀକୁ ଦେଖିବାକୁ ଚେଷ୍ଟା କଲା। ମାତ୍ର ହୁସିଆର ମାଉସୀ ସାଙ୍ଗେ ସାଙ୍ଗେ ଝିଆରୀର ମନୋଭାବ ବୁଝିପାରିଲେ। ତା ଓଢ଼ଣାଟିକୁ ଆଉ ଟିକିଏ ତଳକୁ ଟାଣିଦେଇ କହିଲେ, ଆରେ ମୋ ଲାଜକୁଳୀ ବଦନରେ ତୋତେ କିଏ ଲାଜ ଶିଖାଇବରେ? ସମୁନ୍ଧୁଣୀ କ'ଣ କହିବି? ଏହା ମାଆର ଏପରି ଲାଜ ଥିଲା, ବୁଢ଼ୀ ହୋଇ ମଲା। ଶାଶୁମାନଙ୍କ ଆଗରେ ଆଖି ଫିଟାଇ ଚାହିଁ ନାହିଁ, ଓଢ଼ଣା ଟେକି ନାହିଁ।
ତିରିଲା ଝିଅ ହୋଇ ଯେବେ ଲାଜ ନ ହେଲା, ଧିକ୍ ତା ଜୀବନ। ବାସ୍ ଏତିକି ଶୁଣିଲା ପରେ ନୂଆ ବୋହୂ ଆଉ ଟିକିଏ ଓଢ଼ଣା ଟାଣି ଦେଇ ବସିଲା। ଭାବିଲା ଟାଙ୍ଗିରେ ତା ମା'ର କିଏ ଖୁଡ଼ୁତା ଝିଅ ଭଉଣୀ ଥିଲା। ଏ ବୋଧେ ସେଇ ଟାଙ୍ଗି ମାଉସୀ। ଏମିତି କେତେ ସମୟ ଗପସପ ଗେଲ ଆଦର ପରେ ବୋହୂ ମାଉସୀ ଶୌଚ ପାଇଁ ବାଡ଼ି ଆଡ଼କୁ ଗଲେ। ଶୌଚ ସାରି ଶୀଘ୍ର ଶୀଘ୍ର ବୋହୂ ମାଉସୀ ବିଦା ହୋଇଗଲେ। ଅନ୍ଧାର ପଡ଼ି ଆସିଲାଣି। ବହୁ ଦୂରକୁ ଯିବାକୁ ହେବ। ବୋହୂ ମାଉସୀ ଗଲାପରେ ଭାର ସବୁ ସଜେଇ କରି ରଖି ଦିଆଗଲା ଉଆସରେ। ଯାତ୍ରାରୁ ସାଆନ୍ତମାନେ ଫେରିଲେ ତାକୁ ଦେଖିବେ। ତା'ପରେ ସେଠି ରୁଣ୍ଡ ହୋଇଥିବା ସ୍ତ୍ରୀମାନଙ୍କ ଭିତରେ ବୋହୂ ମାଉସୀର ରୂପଗୁଣ ବିଷୟରେ ଆଲୋଚନା ଚାଲିଲା। ବୋହୂ ମାଉସୀ ଯିବାର ବେଶି କିଛି ସମୟ ହୋଇନାହିଁ। ହଠାତ୍ ପଛ ପାଳଗଦା ଆଡ଼ୁ ନିଆଁ ଉଠିଲା। ଅଧରାତି ବେଳକୁ ବାଘସିଂହ ଉଆସକୁ ପାଉଁଶ କରିଦେଲା। ଲୋକେ ପାଣି ପକେଇଲେ। ଯେତେ ଚେଷ୍ଟା କଲେ ବି ନିଆଁ ମୁହଁରୁ କିଛି ବଞ୍ଚିଲାନି। ଗାଁ ଲୋକେ କଥାବାର୍ତ୍ତା ହେଲେ, ନିଆଁ କିଏ ଲଗାଇଲା? କିଏ କହିଲା ହିଙ୍ଗୁଳା ଠାକୁରାଣୀଙ୍କ କର୍ମ, ଆଉ କିଏ କହିଲା ଏ ବୁଢ଼ୀ ମଙ୍ଗଳାଙ୍କ କୋପ, ଆଉ ବି କେତେ କହିଲେ ଏ ପିଶାଚୀର କାର୍ଯ୍ୟ। କିନ୍ତୁ କିଏ ବା ଜାଣିଥିଲା ମଙ୍ଗରାଜଙ୍କ ଘର ଚମ୍ପା ସେ ପିଶାଚୀ ହୋଇ ଆସିଥିଲା ବାଘସିଂହ ଉଆସକୁ ପାଉଁଶ କରିଦେବାକୁ। ବାଘସିଂହଙ୍କ ଏ ଦୁର୍ଦ୍ଦଶାରେ ମଙ୍ଗରାଜ ଓ ଚମ୍ପାଙ୍କ ଆନନ୍ଦ କହିଲେ ନ ସରେ। ସାଆନ୍ତାଣୀ ଜାଣିଲେ ସେମାନେ ବାଘସିଂହ ଉଆସରେ ନିଆଁ ଲଗେଇ ଦେଇଛନ୍ତି। ପୂର୍ବରୁ ତ ମଙ୍ଗରାଜଙ୍କ ମନ୍ଦ କର୍ମ ଶୁଣି ଶୁଣି ତାଙ୍କର ମନ ଭୀଷଣ ଦୁଃଖ ଥିଲା। ଏବେ ବାଘସିଂହ ଘର ପୋଡ଼ି କଥା ଶୁଣି ତାଙ୍କର ମନ ଦୁଃଖ ଏବଂ ବେମାରି ବଢ଼ିଗଲା। କିଛିଦିନ ପରେ ସେହି ଦୁଃଖରେ ସନ୍ତୁଳି ହୋଇ ସେ ମରିଗଲେ। ସାଆନ୍ତାଣୀଙ୍କ ମୃତ୍ୟୁ ପରେ ପରେ ମଙ୍ଗରାଜଙ୍କ ପାଇଁ ଦୁର୍ଯୋଗ ମାଡ଼ି ଆସିଲା। କେଉଁ ଦିନରୁ ଭଗିଆ ତ ପାଗଳ ହୋଇ ବୁଲୁଥାଏ। ସାଆନ୍ତାଣୀଙ୍କ ମୃତ୍ୟୁ ପରେ ପରେ ମଙ୍ଗରାଜଙ୍କ ପାଇଁ ଦୁର୍ଯୋଗ ମାଡ଼ି ଆସିଲା। କେଉଁ ଦିନରୁ ଭଗିଆ ତ ପାଗଳ ହୋଇ ବୁଲୁଥାଏ। ସାରିଆ ନ ଖାଇ ନ ପିଇ ବାରିଆଡ଼େ ସବୁବେଳେ ବସିଥାଏ, କାନ୍ଦୁଥାଏ, ଆଉ କେଉଁଆଡ଼େ ଯାଉ ନ ଥାଏ। ଏମିତି ଦୁଃଖ ଅନାହାରରେ କାନ୍ଦି କାନ୍ଦି ସାରିଆର ଦିନ ଯାଉଥିଲା। ହଠାତ୍ ଦିନେ ତା'ର ମଲା ଦେହଟା ମଙ୍ଗରାଜଙ୍କ ବାରି ପଛପଟେ ପଡ଼ିଥିବାର ଦେଖାଗଲା। ଗାଁର ଚୌକିଦାର ଗୋବରା ଜେନା ଆଗରୁ ବହୁଥର ମଙ୍ଗରାଜଙ୍କ କୁକର୍ମର ସାଥୀ ହୋଇଥିଲା। ଏବେ ସିଏ ଯାଇ ମଙ୍ଗରାଜ ସାରିଆକୁ ଠେଙ୍ଗାରେ ବାଡ଼େଇ ଖୁନ୍ କରିଥିବା ବିଷୟ ଥାନାରେ ରିପୋର୍ଟ କଲା। ପୋଲିସ ଦାରୋଗା ସଦଳବଳେ ଆସି ଆସାମୀ ରାମଚନ୍ଦ୍ର ମଙ୍ଗରାଜଙ୍କୁ ଗିରଫ କଲେ। ଯେଉଁ ଠେଙ୍ଗାରେ ସେ ମାରିଥିବାର ଅଭିଯୋଗ ହୋଇଥିଲା ତାକୁ ମଧ୍ୟ ଜବତ କଲେ। ଗାଁର ବହୁ ଲୋକଙ୍କଠାରୁ ସାକ୍ଷୀ ନେଲେ। ମଙ୍ଗରାଜ ଆଗରୁ ରତନପୁର ଡମମାନଙ୍କୁ ଜେଲ୍ ପଠାଇବା ପାଇଁ ଏହି ଦାରୋଗାଙ୍କୁ 1000 ଟଙ୍କା ଲାଞ୍ଚ ଦେବା ପାଇଁ ଜବାବ ଦେଇଥିଲା। ମଙ୍ଗରାଜ ଆଗରୁ ରତନପୁର ଡମମାନଙ୍କୁ ଜେଲ୍ ପଠାଇବା ପାଇଁ ଏହି ଦାରୋଗାଙ୍କୁ 1000 ଟଙ୍କା ଲାଞ୍ଚ ଦେବା ପାଇଁ ଜବାବ ଦେଇଥିଲେ। ମାତ୍ର ପରେ ସେ ଫାଙ୍କି ଦେଇଥିଲେ। ଏଥିପାଇଁ ଦାରୋଗାଙ୍କର ମଙ୍ଗରାଜଙ୍କ ଉପରେ ପୁରୁଣା ରାଗ ଥିଲା। ବର୍ତ୍ତମାନ ସୁଯୋଗ ମିଳିଗଲା। ସେ ମଙ୍ଗରାଜଙ୍କୁ ସାରିଆର ଖୁନ୍ ଓ ତା ଘରୁ ନେତ ଗାଈ ଚୋରି କରି ଘେନି ଆସିବା ଅଭିଯୋଗରେ ଗିରଫ କଲେ। କଚେରିକୁ ମକଦ୍ଦମା ପଠାଇଦେଲେ। ହାତରେ ହାତକଡ଼ା ପିନ୍ଧି ମଙ୍ଗରାଜ ହାଜତକୁ ଚାଲାଣ ହେଲେ। ମୁଣ୍ଡ ପୋତି ସେ ଗାଁ ରାସ୍ତାରେ ଚୌକିଆ ସିପାହୀଙ୍କ ଘେରରେ ଗଲାବେଳେ ଗାଁ ଲୋକେ ଅବାକ୍ ହୋଇ ଚାହିଁ ରହିଥିଲେ। ପୋଲିସ ମଙ୍ଗରାଜଙ୍କୁ ନେଇ ଗଲାବେଳେ ଚମ୍ପା ପଛେ ପଛେ ଦୌଡ଼ୁଥିଲା। କାନ୍ଦି କାନ୍ଦି ଡକା ପାରି କହୁଥିଲା, ମୋ ସାଆନ୍ତକୁ କାହିଁ ଘେନି ଯାଉଛ? ସାଆନ୍ତେ! ଦାରୋଗା ମୁନ୍ସି ତାକୁ ମନା କରୁଥାନ୍ତି। ଯେତେ ମନା କଲେ ବି ସେ ସେମିତି କାନ୍ଦି କାନ୍ଦି ପଛେ ପଛେ ଦୌଡ଼ୁଥିଲା। କିଛି ବାଟ ଗଲାପରେ ଚମ୍ପା ପୁଣି କାନ୍ଦି କାନ୍ଦି ଶୁଣେଇଲା, ଗନ୍ତାଘର
ଗନ୍ତାଘର ଜିନିଷଗୁଡ଼ିକ ଉଇ ଧରିଯିବେ। ଗନ୍ତାଘର ଜିନିଷଗୁଡ଼ିକ ଉଇ ଧରିଯିବେ, ମୂଷା ଖାଇଯିବେ। ମଙ୍ଗରାଜ ଟିକେ ରହିଗଲେ। କ'ଣ ଭାବି ଗନ୍ତାଘର ଚାବି ଦୁଇଟି ଚମ୍ପା ହାତକୁ ବଢ଼େଇ ଦେଇ କହିଲେ, ସବୁ ସାବଧାନରେ ରଖିବୁ। ଚମ୍ପା ଚାବି ନେଇ ଫେରିଲା। ସାଥିରେ ଗୋବିନ୍ଦା ଭଣ୍ଡାରୀ ଥିଲା। ଦୁଇଜଣ ଯାକ ଖୁସି ମନରେ ଫେରିଲେ। ଏଣେ ହାଜତରେ ରହି ମଙ୍ଗରାଜ କ'ଣ କରିବେ କିଛି ଭାବିପାରୁ ନଥିଲେ। ତାଙ୍କର ଆଉ ସାହା ଭରସା କେହି ନଥିଲେ। ଏ ମକଦ୍ଦମାରୁ କିପରି ରକ୍ଷା ପାଇବେ ତାଙ୍କୁ ବାଟ ଦିଶୁ ନଥିଲା। ଏତିକିବେଳେ ହିଁ ଓକିଲ ରାମରାମ ଲାଲା ଦେବଦୂତ ପରି ତାଙ୍କ ପାଖରେ ପହଞ୍ଚିଗଲେ। ସାହସ ଦେଇ କହିଲେ, କିଛି ବ୍ୟସ୍ତ ହେବାର ନାହିଁ। ଜଜ୍ ତାଙ୍କର ପରିଚିତ। ହେଲେ ଏ ମକଦ୍ଦମା ଭାରି କଠିନ। ଖୁନ୍ ମକଦ୍ଦମା, ଫାଶୀ ହୋଇଯାଇପାରେ। ଭାରି ପଇସା ଖର୍ଚ୍ଚ ହେବ। ପଇସାକୁ ଡରିଲେ କିଛି ହେବ ନାହିଁ। ମାତ୍ର ମଙ୍ଗରାଜ ପଇସା ଆଣିବେ କେଉଁଠୁ? କହିଲେ, ଆଜ୍ଞା ମୋତେ ଖଲାସ କରିଦିଅନ୍ତୁ। ଘରକୁ ଗଲେ 1000 ଟଙ୍କା ଆପଣଙ୍କୁ ଦେବି। ଓକିଲ ରାମରାମ ଲାଲା ଆହୁରି ଚତୁର ଥିଲେ। ସେ କହିଲେ, ମଙ୍ଗରାଜେ, ଇଏ ସହଜ କଥା ନୁହେଁ। ବରକନ୍ଦାଜଠାରୁ ହାକିମ ପର୍ଯ୍ୟନ୍ତ ସମସ୍ତଙ୍କୁ ହାତ କରିବାକୁ ହେବ। ଓକିଲ ରାମରାମ ଲାଲା ଆହୁରି ଚତୁର ଥିଲେ। ସେ କହିଲେ, ମଙ୍ଗରାଜେ, ଇଏ ସହଜ କଥା ନୁହେଁ। ବରକନ୍ଦାଜଠାରୁ ହାକିମ ପର୍ଯ୍ୟନ୍ତ ସମସ୍ତଙ୍କୁ ହାତ କରିବାକୁ ହେବ। ଆଚ୍ଛା, ଏହି ମାମଲାରେ ଯେଉଁ ଟଙ୍କା ଖରଚ ହେବ ମୁଁ ଖରଚ କରୁଛି। ଆପଣଙ୍କର ଜମିଦାରୀ ମୋତେ କଣ୍ଟକବଲା ଲେଖିଦିଅନ୍ତୁ। ଆପଣ ଖଲାସ ହେଲେ ମୁଁ ଟିକିନିଖି ହିସାବ ବୁଝେଇ ଦେବି। ମଙ୍ଗରାଜ ଘଟଣାର ମର୍ମକୁ ଠିକ୍ ବୁଝି ପାରୁଥିଲେ। ମାତ୍ର ଆଉ ଉପାୟ ନଥିଲା। ବାଧ୍ୟ ହୋଇ ଫତେପୁର ସରଷଣ୍ଢ ଜମିଦାରୀ ଓକିଲ ସାହେବଙ୍କ ପାଖରେ ବନ୍ଧା ପକାଇଲେ। 5 ଦିନ ଧରି କଟକ ସେସନ୍ସ କୋର୍ଟରେ ମକଦ୍ଦମା ଚାଲିଲା। ଡାକ୍ତରୀ ମାଇନା ଏବଂ ଅନ୍ୟ ସବୁ ବିବରଣୀକୁ ଭଲ ଭାବରେ ତର୍ଜମା କରାଗଲା। ଏହାପରେ ଇଂରେଜ ଜଜ୍ ରାୟ ଦେଲେ, ଆସାମୀ ରାମଚନ୍ଦ୍ର ମଙ୍ଗରାଜଙ୍କୁ ନରହତ୍ୟା ଅପରାଧରୁ ମୁକ୍ତି ଦିଆଯାଉ। ନେତ ନାମକ ଗାଈକୁ ଆତ୍ମସାତ୍ କରିଥିବା ଅପରାଧରେ ଏହାଙ୍କୁ କଠିନ ପରିଶ୍ରମ ସହିତ 6 ମାସ କାରାଦଣ୍ଡ ଏବଂ 500 ଟଙ୍କା ଜୋରିମାନା କରାଯାଉ। ଜୋରିମାନା ଅସୁଲ ନ ହେଲେ ଅଧିକ 3 ମାସ ଜେଲରେ ରଖାଯାଉ। ରାୟ ବାହାରିଲା ପରେ ଆସାମୀ ରାମଚନ୍ଦ୍ର ମଙ୍ଗରାଜଙ୍କୁ ଜେଲକୁ ପଠାଇ ଦିଆଗଲା। ମିଛରେ ଖୁନ୍ ମକଦ୍ଦମା ଆଣିଥିବା ଅଭିଯୋଗରେ ଚୌକିଦାର ଗୋବରା ଜେନାକୁ ମଧ୍ୟ ଜେଲ୍ ଯିବାକୁ ପଡ଼ିଲା। ମଙ୍ଗରାଜେ ଏଣେ କଟକରେ ଗିରଫ ହୋଇଥିଲା ବେଳେ ଚମ୍ପା ଓ ଗୋବିନ୍ଦା ଭଣ୍ଡାରୀଙ୍କୁ ସୁଯୋଗ ମିଳିଗଲା। ଦୁହେଁ ସଲାସୁତରା ହେଲେ। ଦିନେ ମଙ୍ଗରାଜଙ୍କ ଗନ୍ତାଘରୁ ସବୁ ସୁନା, ରୂପା, ଟଙ୍କା ଚୋରି କରି ନେଇ ଦୁହେଁ ପଳାଇଗଲେ। ଯାଉ ଯାଉ ରାତି ହୋଇଯିବାରୁ ବିରୂପା ନଈକୂଳ ଗୋପାଳପୁର ଘାଟରେ ପହଞ୍ଚିଲେ। ସେଠି ଥିଲା ଗୋପୀ ସାହୁର ଦୋକାନ। ଦୋକାନ ମେଲା ଘରେ ରାତିଟି କଟାଇବା ପାଇଁ ଠିକ୍ କଲେ। ସେଇଠି ଦୁହିଁଙ୍କ ମଧ୍ୟରେ ସେଇ ଚୋରି ମାଲର ଭାଗ ବଣ୍ଟାବଣ୍ଟି ଚାଲିଲା। ଏହାକୁ ନେଇ ଦୁଇଜଣଙ୍କ ଭିତରେ କଜିଆ ଲାଗିଲା। ଚମ୍ପା ଭାବିଥିଲା ଗୋବିନ୍ଦାକୁ କିଛି ନ ଦେଇ ସବୁ ଜିନିଷ ସେ ମାରିନେବ। ଗୋବିନ୍ଦା ଏକଥା ସନ୍ଦେହ କଲା। ଚମ୍ପା ଶୋଇଥିଲା ବେଳେ ତା'ର ବେକ କାଟିଦେଇ ସବୁ ଜିନିଷ ନେଇ ପଳେଇଲା। ସେଇ ରାତିରେ ଗୋବିନ୍ଦା ନାଉରିଆକୁ ଡାକି ତା' ନାଆରେ ବିରୂପା ନଦୀ ପାରି ହେବାକୁ ବସିଥିଲା। କ୍ରମେ ଭୋର ହୋଇ ଆସିଲା। ନାଉରିଆ ଗୋବିନ୍ଦାର ରକ୍ତ ଜୁବୁଡୁବୁ ଲୁଗାପଟା ଦେଖି
ଚିତ୍କାର କଲା। ଧରା ପଡ଼ିଯିବା ଡରରେ ଗୋବିନ୍ଦା ଆଉ କିଛି ଉପାୟ ନ ପାଇ ତା ଗଣ୍ଠିଲି ସହ ନଈକୁ ଡେଇଁ ପଡ଼ିଲା। ସାଙ୍ଗେ ସାଙ୍ଗେ କେଉଁଠୁ ଥିଲା ଗୋଟିଏ ଗୋମୁହାଁ କୁମ୍ଭୀର ଚମକି ଆସିଲା। ଗୋବିନ୍ଦାକୁ ଧରିନେଇ ପାଣି ଭିତରେ କୁଆଡ଼େ ଉଭେଇଗଲା। ଏଣେ ମଙ୍ଗରାଜ ଜେଲରେ ଖଟି ଖଟି ଖଲାସ ହେବାର ଦିନ ଗଣୁଥିଲେ। ଜଜ୍ ସାହେବ ତାଙ୍କୁ ଯେଉଁ ଟଙ୍କା ଜରିମାନା କରିଥିଲେ, ତାହା ଅସୁଲ ପାଇଁ ଦିନେ ପୁଲିସ ଜମାଦାର ଆସିଲେ। ମଙ୍ଗରାଜ ଉଆସ ନିଲାମ ହୋଇଗଲା। ମଙ୍ଗରାଜଙ୍କର ଚାକର ହଳିଆ ବହୁଦିନ ଧରି ବେତନ ପାଇ ନଥିଲେ। ଏଇ ସୁଯୋଗରେ ସେମାନେ ଯାହା ପାଇଲେ, ଗାଈ, ବଳଦ, ଧାନ, ଚାଉଳ, ନଡ଼ିଆ ସବୁ ନେଇଗଲେ। ସେତିକିବେଳେ ବି ଶୁଣାଗଲା ଯେ କଟକର ଓକିଲ ରାମରାମ ଲାଲା ମକଦ୍ଦମା କରି ମଙ୍ଗରାଜଙ୍କ ଜମିଦାରୀ ନିଜ ହାତକୁ ନେଇଗଲେ। ଏଣେ ଜେଲରେ ମଙ୍ଗରାଜଙ୍କ ଅବସ୍ଥା ଦିନକୁ ଦିନ ଆହୁରି ଶୋଚନୀୟ ହେବାକୁ ଲାଗିଲା। ତାଙ୍କର ଦୁର୍ଭାଗ୍ୟକୁ ସେହି ଜେଲରେ ରତନପୁରର ଡମମାନେ ବି ଥିଲେ। ମଙ୍ଗରାଜଙ୍କୁ ତ ସେମାନେ ଛିଗୁଲେଇ କହୁଥିଲେ। ଘଟଣା ପେଲିବା ସମୟରେ ଗୋଇଠାଟାଏ ବା ଖୁନ୍ଦାଟାଏ ବି ଦେଉଥିଲେ। ମଙ୍ଗରାଜ ସବୁ ସହିଯାଉଥିଲେ। ସବୁ ତ ଆପଣା କର୍ମର ଫଳ। କ'ଣ ବା କରିବେ? ମାତ୍ର ଆସ୍ତେ ଆସ୍ତେ ତାଙ୍କର ଅବସ୍ଥା ଅତି ଅସହ୍ୟ ହୋଇପଡ଼ୁଥିଲା। ସେଇ ଜେଲରେ ପାଗଳ ଭଗିଆ ବି ରହୁଥିଲା। ସାରିଆ ମଲା ପରେ ଭଗିଆ ପୂରା ପାଗଳ ହୋଇଯାଇଥିଲା। ସେ ପାଗଳାମି କରୁଥିଲା। ତା'ର ଯତ୍ନ ନେବାପାଇଁ କେହି ନଥିଲେ। ଏଣୁ ତାକୁ ଜେଲକୁ ପଠାଯାଇଥିଲା। ଜେଲରେ ସେ ରାତିଯାକ ଶୁଏ ନାହିଁ। ମୋ ସାରିଆ, ମୋ 6ମାଣ 8 ଗୁଣ୍ଠ କହି ନାଚେ, କାନ୍ଦେ। ମଙ୍ଗରାଜଙ୍କୁ ଦେଖିଲେ କାମୁଡ଼ିବାକୁ ଗୋଡ଼ାଏ। ସିପାହୀମାନେ ଜଗିଥାନ୍ତି। ମାତ୍ର ଦିନେ ହଠାତ୍ ଜଗୁଳିଆ ନଥିବା ବେଳେ ଭଗିଆ ଦୌଡ଼ି ଆସି ମଙ୍ଗରାଜଙ୍କ ନାକ କାମୁଡ଼ିଦେଲା। ଏହାର 4 ଦିନ ପରେ ଦିନେ ରାତିରେ ଗୋଟିଏ ବଖରାରେ ରତନପୁର ଗାଁର ସେ 6 ଜଣ ଡମ, ଗୋବରା ଜେନା ଏବଂ ମଙ୍ଗରାଜଙ୍କୁ ରହିବାକୁ ହେଲା। ଏହାର 4 ଦିନ ପରେ ଅର୍ଥାତ୍ ମଙ୍ଗରାଜଙ୍କ ନାକ କାମୁଡ଼ିବାର 4 ଦିନ ପରେ ଦିନେ ରାତିରେ ଗୋଟିଏ ବଖରାରେ ରତନପୁର ଗାଁର ସେ 6 ଜଣ ଡମ, ଗୋବରା ଜେନା ଏବଂ ମଙ୍ଗରାଜଙ୍କୁ ରହିବାକୁ ହେଲା। ଡମମାନଙ୍କ ପାଇଁ ଏ ଥିଲା ଅପୂର୍ବ ସୁଯୋଗ। ଗୋବରା ଜେନା ସହାୟତାରେ ଏଇ ମଙ୍ଗରାଜ ସେମାନଙ୍କୁ ମିଛ ଚୋରି ମକଦ୍ଦମାରେ ଜେଲ୍ ପଠାଇଛି। 6 ଜଣ ଡମ ମିଶି ଗୋବରା ଏବଂ ମଙ୍ଗରାଜଙ୍କୁ ନିସ୍ତୁକ ମାଡ଼ ଦେଲେ। ରାତିର ଅନ୍ଧାରରେ ଏସବୁକୁ ଦେଖିବାକୁ ସେଠାରେ କେହି ନଥିଲେ। ସକାଳୁ ଦେଖାଗଲା ଗୋବରା ଜେନାର ଲାଶ୍ ପଡ଼ିଛି। ମଙ୍ଗରାଜଙ୍କ ଦେହର ସର୍ବାଙ୍ଗ ଫୁଲିଯାଇଛି। ନାକଦଣ୍ଡା ଫାଟିଯାଇ ରକ୍ତ ବୋହୁଛି। ରକ୍ତ ବାନ୍ତି ହେଉଛି। ଗୋବରା ତ ମରିଯାଇଥିଲା। ମଙ୍ଗରାଜଙ୍କ କଥା କହିବାକୁ ବଳ ନଥିଲା। ଡମମାନେ ସାକ୍ଷୀ ଦେଲେ, ଏ ଦୁଇଜଣ ଯାକ କଏଦୀ ପରସ୍ପର ବାଡ଼ିଆ ବାଡ଼େଇ ହୋଇ ଏମିତି ହୋଇଛନ୍ତି। ମଙ୍ଗରାଜଙ୍କ ଅବସ୍ଥା ଦେଖି ଡାକ୍ତର କହିଲେ, ରୋଗୀର ବଞ୍ଚିବାର ସମ୍ଭାବନା ବହୁତ କମ୍। ତା' ପରିବାର ଚାହିଁଲେ ତାକୁ ଚିକିତ୍ସା ପାଇଁ ଘରକୁ ନେଇପାରନ୍ତି। ଏ ଖବର ମଙ୍ଗରାଜଙ୍କ ପୁଅମାନଙ୍କ ପାଖରେ ପହଞ୍ଚିଲା। ସେମାନଙ୍କ ପାଖରେ ତ ଆଉ କିଛି ଧନ ସମ୍ପତ୍ତି ନାହିଁ। ସେମାନେ କାହିଁକି ଏ ବୋଝ ମୁଣ୍ଡାଇବାକୁ ଯିବେ? ଶେଷରେ ମଙ୍ଗରାଜଙ୍କ ପୁରୁଣା ହଳିଆ ମୁକୁନ୍ଦା ତା' ନିଜର କ'ଣ କିଛି ଜିନିଷ ବିକାବିକି କଲା। ସବାରି ଖଣ୍ଡେ ଯୋଗାଡ଼ କରି ଗଲା କଟକରୁ ମଙ୍ଗରାଜଙ୍କୁ ଆଣିବାକୁ। ମଙ୍ଗରାଜ ଯେତେବେଳେ ଗୋବିନ୍ଦପୁର ଫେରିଲେ, ସେତେବେଳେ ତାଙ୍କର ବଞ୍ଚିବାର ଆଉ ଆଶା ନଥିଲା। ଉଆସ ଅଗଣାରେ ତୁଳସୀ ଚଉରା ପାଖରେ
ଉଆସ ଅଗଣାରେ ତୁଳସୀ ଚଉରା ପାଖରେ ଯେଉଁଠି ସାଆନ୍ତାଣୀ ମରି ପଡ଼ିଥିଲେ ସେଇଠି ମଙ୍ଗରାଜଙ୍କ ନିସ୍ତେଜ ଦେହକୁ ଶୁଆଇ ଦିଆଗଲା। ସେ ଖାଲି ଏକା ପଲକରେ ଉପରକୁ ଅନେଇ ରହିଥିଲେ। ପାଖରେ ଗୋପୀ କବିରାଜ ରହି ସମସ୍ତ ଚେଷ୍ଟା କରି ବିଫଳ ହୋଇସାରିଥିଲେ। 4 ଦିନ ଧରି ମଙ୍ଗରାଜ ସେମିତି ପଡ଼ି ରହିଲେ ଆକାଶକୁ ଅନାଇ। କେତେବେଳେ ଚମକି ପଡ଼ି ବିଳି ବିଳଉଥିଲେ ଥ, ମା, ଆ, ଗୁଁ। କେତେବେଳେ ବି ଦେଖୁଥିଲେ ଭୟଙ୍କର ନାରୀ ମୂର୍ତ୍ତି। ସିଏ ବାଳମୁକୁଳା କରି ବଡ଼ ବଡ଼ ଧଳା ଦାନ୍ତ ଦେଖାଇ ଲମ୍ବା ଜିଭଟି ଲହ ଲହ କରି ତାଙ୍କୁ ଖାଇବାକୁ ଗୋଡ଼ାଉଛି। ଆଉ କେତେବେଳେ ବି ଦେଖୁଥିଲେ ଭଗିଆ ପରି କେତେ କେତେ ପାଗଳ ଖଣ୍ଡା ଆଉ ଲୁହାର ମୁଦ୍ଗର ଧରି କଳା ମେଘ ଭିତରୁ ବାହାରୁଛନ୍ତି। ଆଉ ସବୁ ମୁଦ୍ଗର କୁଟି ଦେଉଛନ୍ତି ତାଙ୍କର ମୁଣ୍ଡ ଉପରେ। ମଙ୍ଗରାଜ ଆଉ ପାରୁ ନଥିଲେ ସେ ଦୃଶ୍ୟ ଦେଖି। ଅସହାୟ ହୋଇ ଭଗବାନଙ୍କୁ ପ୍ରାର୍ଥନା କଲେ। ଠିକ୍ ଏତିକିବେଳେ ସେ ଦେଖିଲେ ଆକାଶର ବହୁତ ଉଚ୍ଚରେ, ସୂର୍ଯ୍ୟମଣ୍ଡଳଠାରୁ ଆହୁରି ଉପରେ ତାଙ୍କ ସ୍ତ୍ରୀଙ୍କର ସୁନ୍ଦର, କୋମଳ, ଜ୍ୟୋତିର୍ମୟ ମୂର୍ତ୍ତିଟିକୁ। ସିଏ ତାଙ୍କୁ ଆଶା ଦେଉଛନ୍ତି, ସାନ୍ତ୍ୱନା ଦେଉଛନ୍ତି, ପାଖକୁ ଯେମିତି ଡାକୁଛନ୍ତି। ସିଆଡ଼େ ବ୍ୟାକୁଳ ଭାବେ ଅନେଇ ରହି ମଙ୍ଗରାଜଙ୍କ ଶରୀରରୁ ପ୍ରାଣ ବାହାରିଗଲା।